সে আপনার পবন বঞ্চাই রখিছি কোন আপনার রয়েছে যে দিয়ে সে নিয়ে নাই সে হচ্ছে দিয় পবন ସବୁବେଳେ ଆପଣ ବଞ୍ଚାଇକି ରଖିଛି ନଉଛି କଣ ଆପଣଙ୍କୁ କିଛି ନୁହେଁ ପାଣି ଆପଣଙ୍କୁ ବଞ୍ଚାଇକି ରଖିଛି ନଉଛି କଣ କିଛି ନୁହେଁ ଅଗ୍ନି ଆମକୁ ତେଜ ଶକ୍ତି ଦେଇଛି ହଜମ କରୁଛି ସେ ନଉଛି କଣ କିଛି ନୁହେଁ ଧରିତ୍ରୀ ଆମକୁ ଧରିକି ରଖିଛି ଆମକୁ ନଉଛି କଣ ତେଣୁ ଏ 5 ଜଣ ଯାକ ହେଉଛନ୍ତି ଦିଅ ଯିଏ ଦିଏ ସେ ନିଏ ନାହିଁ ତା ନାଁ ସେଇଆ ହେଉଛି ଦିଅ ଦିଅ ଦେଖି ଯିବାକେ ସହି ଦେଉଳରେ ଦିଅ ଅଛନ୍ତି ଦେବତା ନା ଦେବତା କିଏ ଭାଗବତ କହିଲା କିଏ ଦେବତା ଗୁରୁ ବ୍ରାହ୍ମଣ ପିତା ମାତା ଏ ଚାରି ଅଟନ୍ତି ଦେବତା ଆମକୁ ଜନ୍ମ ଦେଲେ କିଏ ପିତା ମାତା ଦେଲେ ପାଠ ପଢେଇଲେ ପାଠ ପଢେଇବା ଆମେ ବତେଇଲେ କିଏ ପିତା ମାତା ଚାକିରି କରିବା ବତେଇଲେ ପିତା ମାତା ହଁ ନା ନାହିଁ ଗୁରୁ ମଧ୍ୟ ସେଇଆ ଆମକୁ ଚାକିରି ଫାକିରି ଭଲ ମନ୍ଦ ପଚାରେ ଗୁରୁ କହିଲେ ତମକୁ ଜାଗାକୁ ଚାଲ ସେ ଦର୍ଶନ କରିବୁ ଆସିକି ତ ଚାକିରି ହେଇଯିବ ହେଲା ନା ନାହିଁ ଆପଣଙ୍କ ଘରେ କର୍ମ ହେଲା ଯିବେ ବ୍ରାହ୍ମଣ ବା ପୁରୋହିତ କତିକି ପଚାରିବା ଆଜ୍ଞା କଣ କରିବେ କାମଟା କେମିତି ହବ ସେ ବତେଇ ଦେବେ ଏ 4 ଜଣ ହଉଛନ୍ତି ଦେବତା ଦବ ଏବଂ ବତେଇବ କିଏ ଗୁରୁ ବ୍ରାହ୍ମଣ ପିତା ମାତା ଏ 4 ଅଟନ୍ତି ଦେବତା ଭଗବାନ କହୁଛନ୍ତି କଳିଯୁଗର ପୁଅ ଝିଅ ମାନେ ଦେବତାଙ୍କୁ ଗୋଇଠା ମାରିଲେଣି ବାପ ମାଙ୍କୁ ଗୋଇଠା ମାରିଲେ ବ୍ରାହ୍ମଣଙ୍କୁ ଗୋଇଠା ମାରିଲେ ଗୁରୁଙ୍କୁ ଗୋଇଠା ମାରିଲେ ମୁଁ ଯାଇକି ସେଠି ଜନ୍ମ ହେଇକି କଣ କଲି ମତେ ମଧ୍ୟ ଗୋଇଠା ମାରିବେ କଳିଯୁଗର ନର କଣ କହିଲେ ଗୁରୁ ଗୌରବ କରି ଯୁଗେ ନ ମାନିବେ ଗୁରୁ ଗୌରବ କରି ଯୁଗେ ନ ମାନିବେ ଗେରସ୍ତକୁ ନାରୀ ମାନେ ପାବେ ପକାଇବେ ଗେଲ ଗର୍ବେ ଗୁଟେ ହତ ପୁରୁଷ ରମିବେ ଗେଲ ଗର୍ବେ ଫଳକୂଳ ନ ରହିବ ପଢୁଅଛି ବାବା ଖଟେ ଧରି ଖାଉଥିବେ ବୁଦ୍ଧ ସ୍ୱାଦ ଦିବା ଖଟା ଛାଡ଼ ଖଟା ଛାଡ଼ ସବ ବୁଦ୍ଧି ଧରି ଏବେ ଚଳ ଲୋକମାନେ ନା ଥଟ୍ଟା କରୁଛନ୍ତି ମାଳିକା କଥା କଣ ସତ ହବ ଦେଖନ୍ତୁ ମୁଁ ଗୋଟିଏ କଥା ଆପଣଙ୍କୁ କହୁଛି ମାଳିକା ବିଷୟରେ ବଡ଼ଦେଉଳରୁ ପଥର ଖସିଥିଲା ଆପଣ ସମସ୍ତେ ଜାଣିଛନ୍ତି ନା ନାହିଁ ଜାଣିଛନ୍ତି କୋଉ ମସିହାରେ ଖସି ଚାଲି ଗଲାଣି ଭୋଗ କରିସାରିଲେଣି କୋଉ ମସିହା ସେଟା ଗୋଟିଏ ପଦ ଭିତରେ ସେ ମସିହାଟା ରଖିଛନ୍ତି ସେ ପଦଟା ଭିତରେ ଗୋଟେ ମସିହା ବାହାରିବ ଏକ ଭାବ ରସ ଶୂନ ବେଳେ ଦଧି ନଉତିରୁ ପଥର ଖସିବ ହେଳେ କଳାବତୀ ଜାଣ ସେଦିନୁ ଓଡ଼ିଶାକୁ ପଡ଼ିବ ବିପତ୍ତି ମସିହାଟା ଆପଣ ମାନେ ବାହାର କରିବେ ଲେଖିଥିଲେ ନା ନାହିଁ ଏଇ ମସିହାରେ ବଡ଼ଦେଉଳରୁ ପଥର ଖସିବ ଦଧି ନଉତିରୁ ଖସିବ ଲେଖିଛନ୍ତି ଦଧି ନଉତିରୁ ପଥର ଖସିବ ହେଳେ କଳାବତୀ ଜାଣ ସେଦିନୁ ଓଡ଼ିଶାକୁ ପଡ଼ିବ ବିପତ୍ତି ପଡ଼ିଛି ସେଇଦିନ ଆପଣ ଲକ୍ଷ୍ୟ କରନ୍ତୁ କଥାବାର୍ତ୍ତା ହୁଅନ୍ତୁ ନା ଯଦି କଥାବାର୍ତ୍ତା ହେବେ ବାହାର ବୁଝିବେ କଥାବାର୍ତ୍ତା ଆପଣ ହାତ ଯୋଡ଼ି ନିବେଦନ କରୁଛି କାରଣ ଆପଣ ଆସିଛନ୍ତି କଣ ପାଇଁ ଶୁଣିବେ ନା ଶୁଣିବେ ଯଦି ଶୁଣିବେ ତ ମୁଁ ବସିବି ନିରବରେ ଆପଣ ଶୁଣ ମୁଁ ଶୁଣିବି ମୋର ବହୁତ ଶିଖିବାର ଅଛି ଆପଣଙ୍କୁ କାଲି ମା ଗୋଟେ ମତେ ପ୍ରଶ୍ନ କରିଥିଲେ 7 ପୁରୁଷକୁ କେମିତି ନାରୀଟା ମାନେ ଉଦ୍ଧାର କରିବେ 14 ପୁରୁଷ କେମିତି ଉଦ୍ଧାର କରିବେ କହିବି ଆଗକୁ ସେ ମାର ପ୍ରଶ୍ନ ଅଛି ବଡ଼ଦେଉଳରୁ ପଥର ଖସିବ ବୋଲି ମହାପୁରୁଷ ମସିହା ଲେଖିଦେଇଗଲେ ଏକ ଭାବ ରସ ଶୂନ୍ୟ ବେଳେ ଦଧି ନଉତିରୁ ପଥର ଖସିବ ହେଳେ କଳାବତୀ ଜାଣ ସେଦିନୁ ଓଡ଼ିଶାକୁ ପଡ଼ିବ ବିପତ୍ତି ଏକ ସଂଖ୍ୟା ଆସିଲା କେତେ ଏକ ଭାବ କେତେ ଭାବ ନବଧା ଭାବ ନବାକ୍ଷରରେ ମହାପୁରୁଷ ଅତିବଡ଼ି ଜଗନ୍ନାଥ ଦାସ ଲେଖିଛନ୍ତି ଭାଗବତ ଏକ ପାଖେ ରହିଲା 9 ରସ ହଉଛି 16 ରସ 9 ପାଖେ ଲଗେଇଲେ 6 ଶୂନ ଲଗେଇଲେ କେତେ ହେଲା 1 9 6